हाय सांग माने जय जगन्नाथ शुभ सकाळ। तो आशा करछि आपण माने भलरे थिबे। मु भी तो बहुत भलरे अछि। तो चलंतु आम घरे आज होछि कोन म आपण मानक देखौछि। तो मांस मटन दी प्रकार आसला। मो पुओ जाइतला आनिया को। तो मो स्वामी एठी कोन करूचंती ना सबु मसला देकी ताको मिक्स करूचंती माने मैरिनेट करके मांसटा को रखि दउचंती। ସେଥିରେ ସେ ଟିକେ एक्स्ट्रा माइंड लगौଛନ୍ତି ମାନେ କଞ୍ଚା ପିଆଜ ଦେଲେ ମାଂସଟା ବହୁତ ଟେଷ୍ଟ ହୁଏ ବୋଲି ମୋ ଶାଶୁ ମା କହିଥିଲେ। ସେଥିପାଇଁ ମୋ ସ୍ୱାମୀ ବି ସେ ଆଇଡ଼ିଆଟା ଲାଗୁ କରୁଛନ୍ତି। ତ ସେଠି ମଟନ୍ ପାଇଁ ଗଲା। ଏଠି ହେଉଛି ମାଂସ ପାଇଁ ରେଡ଼ି ହେଇଛି ଆମର ମସଲା। ମାଂସ ମଟନ୍ ଦୁଇ ପ୍ରକାର ହେବ। ତ ମୋ ମଝିଆ ଯା ମୋ ସାନ ଯା ଆସିକି ଏଠି ରସୁଣ ଅଦା ମାଂସ ପାଇଁ ଛେଚିବାକୁ ଆରମ୍ଭ କରିଦେଲେଣି। ଅଲରେଡ଼ି ମଟନ୍ ପାଇଁ ମସଲା ହେଇସାରିଛି। ତାପରେ ଏଟା ମାଂସ ପାଇଁ ରେଡ଼ି କରୁଛି। ଏଠି ମୋ ସ୍ୱାମୀ ବସିଗଲେ ହେଉଛି ଆଳୁ ଭାଜିବା ପାଇଁ। ଯେହେତୁ ସେ ଆଜି ମଟନ୍ ଫାଷ୍ଟ ଟାଇମ୍ ରୋଷେଇ କରୁଛନ୍ତି। ସିଙ୍ଗାପୁରରେ ତ ଅଲରେଡ଼ି କରୁଥିଲେ କିନ୍ତୁ ଘରେ ସେ ଫାଷ୍ଟ ଟାଇମ୍ ଆଜି ମଟନ୍ ରୋଷେଇ କରୁଛନ୍ତି। ଦେଖାଯାଉ ତ କେମିତି କ'ଣ ରୋଷେଇ କରୁଛନ୍ତି। ମୁଁ ଭାବୁଛି ବହୁତ ଭଲ ହେବ। ତ ଠାକୁରଙ୍କ ଦୟାରୁ ବହୁତ ଭଲ ହେଉ। ତାଙ୍କ ହାତ ରନ୍ଧା ଖାଇବା ପାଇଁ ଆମେ ସମସ୍ତେ ୱେଟ୍ କରିକି ଅଛୁ। ତ ଏଠି ଦେଖନ୍ତୁ ଫାଇନାଲି ଶାଶୁ ମା ଝୁଲଣାରେ ବସିକି ଝୁଲୁଛନ୍ତି। ସେ ତ ମଟନ୍ କି ମାଂସ କିଛି ବି ଖାଆନ୍ତିନି। ସେ ଆମକୁ ଖାଲି ଆଣିକି କିଣିକି ଦେବେ ମାନେ ବୋହୂମାନେ ଖାଇଲେ ସେ ଖୁସି ଅନୁଭବ କରନ୍ତି। ତ ଏଠି ଦେଖନ୍ତୁ ମୁଁ ଏଠି ମାଂସ ରାନ୍ଧୁଛି। ମୋର ମାଂସ ଅଲରେଡ଼ି କଷା ହେଇ ଆସିଲାଣି। ତ ଚାଲନ୍ତୁ ବର୍ଷା ବି ଜୋରସେ ଆସିଲାଣି। ଦେଖନ୍ତୁ କେତେ ଜୋରସେ ବର୍ଷା। ଏଠି ମୋ ସ୍ୱାମୀଙ୍କର କେତେ ବାଟ ଗଲା ମୋର କେତେ ବାଟ ଗଲା ମାନେ ଦେବଯାନୀ ମଝିରେ ରହିକି ଏପଟ ସେପଟ ହେଉଥାଏ। ଦେଖନ୍ତୁ ମଟନ୍ର କି କଲର୍ ସୁନ୍ଦର ଲାଗିଲାଣି। ଯେହେତୁ ସ୍ୱାମୀ ଫାଷ୍ଟ ଟାଇମ୍ ରୋଷେଇ କରୁଛନ୍ତି ମଟନ୍ ସିଏ ବି ବହୁତ ଏକ୍ସାଇଟେଡ଼୍ ଅଛନ୍ତି ମୋ ତରକାରୀଟା କେମିତି କ'ଣ ହେବ। ଦେଖନ୍ତୁ କଲର୍ଟା କେତେ ସୁନ୍ଦର ପୁରା ୟମି ଅଛି। ମାନେ ମୋ ସ୍ୱାମୀ କହୁଛନ୍ତି ତରକାରୀ ହେଇନି ପଳେଇଯା। ମୋ କ୍ୟାମେରା ନେଇକି ମୋ ଆଗରୁ ପଳେଇଯା। ମୋତେ ଲାଜ ଲାଗୁଛି। ଦେଖନ୍ତୁ କଲର୍ଟା କେତେ ସୁନ୍ଦର ଦେଖାଯାଉଛି। ପୁରା ରେଡ଼୍ ହେଇଛି। ମୋତେ ମଟନ୍ ଆଉ ମାଂସ ପୁରା ଲାଲ କଲର୍ ହେଲେ ମୋତେ ସୁନ୍ଦର ଲାଗେ। ତ ଫାଇନାଲି ଆମର ରୋଷେଇ ସବୁ କମ୍ପ୍ଲିଟ୍ ହେଇଗଲା। ଆମେ ତିନି ଯା ବସିଗଲୁ ଏଠି ଖାଇବା ପାଇଁ। ବର୍ଷା ବି ବହୁତ ଜୋରସେ ଆସିଛି। ମାନେ ବର୍ଷା ଆସିଲେ ଖାଇବା ପାଇଁ ମଟନ୍ ଆଉ ମାଂସ କେତେ ସୁନ୍ଦର ଲାଗେ ମାନେ ମଜା ଲାଗେ। ବର୍ଷା ପାଗରେ ମାଛ ହଉ କିମ୍ବା ମଟନ୍ ହଉ କିମ୍ବା ମାଂସ ହଉ ଏ ତିନିଟା ଖାଇବାକୁ ବହୁତ ଟେଷ୍ଟ ଲାଗେ। ବିଶେଷ କରିକି ଛଙ୍କା ଛଙ୍କି ତ ବଢ଼ିଆ ଲାଗେ। ଆମେ ତିନି ଜଣ ସେୟାର କରୁଛୁ କିନ୍ତୁ ସେ ଦୁଇ ଜଣ ମଟନ୍ ଖାଆନ୍ତିନି। ମୁଁ ଏକା ମଟନ୍ ଖାଏ। ତାଙ୍କ ଦୁଇ ଜଣଙ୍କ ପାଇଁ ମାନେ ମାଂସ ହେଇଛି। ମୁଁ ଏକଲା ମଟନ୍ ଖାଏ। ଆଉ ସବୁ ପୁରୁଷ ଲୋକ ଖାଆନ୍ତି। ତ ଫାଇନାଲି ଚାଲନ୍ତୁ ଖାଇବା ଷ୍ଟାର୍ଟ କରିଦେବା। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଭିଡ଼ିଓ ଦେଖୁଛନ୍ତି କିନ୍ତୁ ଲାଇକ୍ ସେୟାର ସବସ୍କ୍ରାଇବ୍ ଆଉ କରୁନାହାନ୍ତି। ପ୍ଲିଜ୍ ଟିକେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁନି। ଆଉ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଜୟ ଜଗନ୍ନାଥ ରହୁଛି। ବାଏ ବାଏ।